ବ୍ୟାଗ୍ ପାଣି ଧରଛି ବ୍ୟାଗ୍ ପାଣି କଣ ଇରେ କଣ ଗୋଟେ ପଛରେ କିଏ ଗୋଟେ ଗଲା ଭଳିଆ ଲାଗିଲା। ଆରେ କୋଉଠି ଯାଉଛୁ କଣ ଛାଡିବ ମତେ ଭଲ କଣ ମାରିଦବୁ ତୁ ମଣିଷକୁ ନା କଣ? ଏଇ ବସିଛି ଦେଖେ ଦେଖାଉଛି ପୁରା ମୋବାଇଲ କ୍ଲିୟର ଆଉଛି ଦେଖା ପଡିଛି ସେଠି ଦେଖେ ଜୁମ୍ କର ଦେଖା ଦେଖା। ତ ହାय ଗାଇ ଜୟ ଜଗନ୍ନାଥ ଆପଣ ମାନେ ସମସ୍ତଙ୍କୁ ମୁଁ ପାପୁନି ଆପଣ ମାନଙ୍କୁ ସ୍ୱାଗତ କରୁଛି ଆଜି ଏକ ନ୍ୟू ହଣ୍ଟେଡ ବ୍ଲଗ ରେ। ତ ଗାଇସ୍ ବର୍ତ୍ତମାନ ମୁଁ ଆସି ଏମିତି ଜାଗାରେ ପହଞ୍ଚିଛି ଏ ଲୋକେସନ ଆପଣଙ୍କୁ ତ ମୁଁ କହିବି ଏ ଲୋକେସନର ରହସ୍ୟ। ବର୍ତ୍ତମାନ ମୁଁ ଆପଣଙ୍କୁ ସମୟ ଦେଖାଉଛି କେତେଟା ହେଲାଣି। ତ ବର୍ତ୍ତମାନ ଟାଇମ୍ ହେଲାଣି 12:20। ତ ଏ ଲୋକେ କହିବା ଅନୁସାରେ ଏ ଜାଗା ହଣ୍ଟେଡ କ'ଣ ପାଇଁ ନା ଟିକେ ବ୍ୟାକ୍ ସାଇଡରେ କ୍ୟାମେରା ବୁଲେଇବୁ। ତ ଏଇ ଯେଉଁ ବରଗଛ ଦେଖିପାରୁଥିବେ ତ ଏଇ ଲୋକେ କହିବା ଅନୁସାରେ ଏ ବରଗଛ ମାନେ ବହୁତ ସାରା ସାଉଣ୍ଡ ହେଉଛି। ତ ଆ ସେପଟରେ ତ ଏଇଟା ଭୟଙ୍କର ଜାଗା କ'ଣ ପାଇଁ ନା ଆ ସେପଟରେ ଗଛ ଅଛି ମୁଁ ଆପଣଙ୍କୁ ଦେଖେଇବି। ତ ମାନେ 25 ବର୍ଷ ତଳର କଥା ମୁଁ ଆପଣଙ୍କୁ କହୁଛି। 25 ବର୍ଷ ତଳେ ଯେମିତି ଆମର ଯେମିତି ଗୋଟେ ମାନେ ପିଲା ଜନ୍ମ କରନ୍ତି ତ ପିଲା ଯେଉଁ ଜନ୍ମ କରନ୍ତି ଯେଉଁ ପିଲା ମରିଯାଏ ତ ସେ ଯେଉଁ ମରିଯାଆନ୍ତି ତ ଆଣିକି ତାକୁ ପୋତନ୍ତିନି ଆପଣମାନେ ଜାଣିଥିବେ। ତ ତାଙ୍କୁ ଆଣିକିରି ସେ ଜାଗାରେ ଡେରି ଦେଇକିରି ବି ଯାଆନ୍ତି। ତ ଲୋକେ ଯାହା କହିଛନ୍ତି ଏ ଜାଗାରେ ଆମେ ଶୁଣିଛୁ। ତ ସେଥିପାଇଁ ମୁଁ ଆଜି ଆକ୍ଚୁଆଲି ଆଇଛି ଏ ଜାଗାରେ ଆକ୍ଚୁଆଲି ସତ ଜିନିଷଟା କ'ଣ। ତ ଆମେ ତ ଯାହା ବେଲେ ଆଜି ଏ ଜାଗା ପୁରା ଟୋଟାଲ ଏମିତି ଭିଜିଟ୍ କରିବୁ ଦେଖିବୁ ଆକ୍ଚୁଆଲି ଜିନିଷରେ ସତରେ ଲୋକ ଯେଉଁ ଆମକୁ କହିଥିଲେ କି ଏମିତି ଏ ଜାଗାରେ ଆକ୍ଟିଭିଟି ହେଉଛି। ତ ସେପଟେ କିଏ ଗୋଟେ ପାଉଁଜି ଶବ୍ଦ ଏମିତି ଝମଝମ କରି ଯାଉଛି ଗଛ ପଛ ହଲଉଛି ଏମିତି ବହୁତ ସାରା ଲୋକ କହିଥିଲେ। ତ ବର୍ତ୍ତମାନ ଆମେ ଆଜି ଏଠି ଦେଖିବୁ ଆକ୍ଚୁଆଲି ସତ ଜିନିଷଟା କ'ଣ। ତ ବର୍ତ୍ତମାନ ଭିଡ଼ିଓ ଷ୍ଟାର୍ଟ କରିବା ପୂର୍ବରୁ ଆଜିରେ ମୋ ସହିତ ବ୍ଲକରେ କିଏ କିଏ ଅଛନ୍ତି ମୁଁ ପ୍ରଥମେ ଆପଣମାନଙ୍କୁ ଦେଖାଇ ଦେଉଛି। ତ ଆଜି ବ୍ଲକରେ ପୁପୁନୁ ବୁଧନ ଆଉ ରିଙ୍କୁ ଧରିଛି କ୍ୟାମେରା ଆଉ ମୁଁ। କାହିଁକିନା ଆଜି ଆମର କୌଣସି ଟିମ୍ ପିଲା ଆଉ ନାହାନ୍ତି କାହିଁକିନା ଟିକେ ଦେହ ଖରାପ ଅଛି। ଏମିତି ଲିଟୁଆରେ ଗୋଟେ କାମ ପଡ଼ିଗଲା ଯେହେତୁ ଆମର ଲୋକେସନ୍ ଫାଇନାଲ୍ ହେଇଯାଇଥିଲା। ତ ଲିଟୁଆରେ ଯେମିତି କାମ ପଡ଼ିଗଲା ତ ଆମେ 4 ଜଣ ଟୋଟାଲି ଆସିଛୁ। ତ ଆମକୁ ବି ବହୁତ ନର୍ଭସ୍ ଆଜି ଭୟ ଲାଗୁଛି କାହିଁକିନା ଯେହେତୁ ଆମେ ମାନେ ଜଷ୍ଟ ଆସିବା ପୂର୍ବରୁ ଅଧଘଣ୍ଟା ପୂର୍ବରୁ ମାନେ ଜଷ୍ଟ ଲୋକ ମାନେ ଗାଁ ଲୋକଙ୍କ ସହିତ ଆମେ ଡିସ୍କସନ୍ କରିଛୁ। ଗାଁ ଲୋକେ କହିବା ଅନୁସାରେ କି ତମେ ଏତେ ରିକ୍ସ ନେଇକିରି ତ 12ଟା ପରେ ତ ସେ ଜାଗାକୁ ଯାଅନି। ଯଦି ବି ତମେ ଆସିଛ ଭିଡ଼ିଓ କରିବା ପାଇଁ ତ 10ଟା ଆମେ ଆସି ପହଞ୍ଚିଥିଲୁ 11ଟା କେତେରେ। ତ ସେ କହିଲେ ଜଷ୍ଟ ଯାଇକି ତମେ ସେମିତି ଏକ୍ସପିରିଏନ୍ସ କରି ସେ ତ ଜାଣିନାହାନ୍ତି ନା ଆମେ କ'ଣ କରୁଛୁ। ଜଷ୍ଟ ମୁଁ ତାଙ୍କୁ କହିଲି କି ଆମେ ଗୋଟେ ଘୋଷ ବ୍ଲଗ୍ କରୁଛୁ ତ ଯିବୁ ଆକ୍ଚୁଆଲି ସେ ଜାଗାରେ କ'ଣ ହେଇଛି ଆମକୁ କହିବା ପାଇଁ। ତ ସିଏ ଆମକୁ ଯେତିକି କହିଲେ ବି ମୁଁ ଆପଣମାନଙ୍କୁ ତ ଭିଡ଼ିଓ ଏଣ୍ଡରେ ଯଦି ହେଲା କହିବି। ତ ବର୍ତ୍ତମାନ ଭିଡ଼ିଓ ଷ୍ଟାର୍ଟ କରିବୁ କାହିଁକିନା ଆମକୁ ଆଜି ବହୁତ ସାରା ନର୍ଭସ୍ ଲାଗୁଛି କାହିଁକିନା ଯେହେତୁ ଆମ ଗ୍ରୁପ୍ରେ ଟୋଟାଲ୍ 5-6 ଜଣ ଆମେ ଆସୁ ତ ଆଜି କିଏ ବି ଆସିନାହାନ୍ତି। ବୁଧନ ମୁଁ ପୁପୁନୁ ରିଙ୍କୁ ଧରିଛି କ୍ୟାମେରା। ତ ଆମ 4 ଜଣ ସହିତ ଆଜି କ'ଣ ବି ହେବ ଆମେ ବି ସେଇଟା ଜାଣିନୁ। ତ ଯିବା ଦେଖିବା ଆକ୍ଚୁଆଲି ଏ ଜାଗାରେ ସତ ଜିନିଷ କ'ଣ। ତ ଆମେ ଆସିଲା ପରେ ସେପଟେ ଯେଉଁ ସାଉଣ୍ଡ ହେଉଛି ଭୟଙ୍କର ସାଉଣ୍ଡ। ତାପରେ ଏଠୁ ଆମେ ଜଷ୍ଟ ଏପଟେ ଯିବୁ ବାଟରେ ଗଲାବେଳେ ପୁଣି ଜାଣିଛୁ ନା ସେଦିନ ଯେଉଁ ଆମେ ଆସିଥିଲୁ ଦେଖିବା ପାଇଁ ଯେଉଁ କହିଥିଲେ ସେଠି କ'ଣ ପଡ଼ିଥିଲା ଗୋଟେ ମାନେ ଗୋରୁ କି କାହାକୁ ମାରିଥିଲେ ଆସିକି ଦେଖିକି ଯାଇଥିଲୁ କିନ୍ତୁ ଆମେ ଲୋକ ଏଠି ନଥିବାରୁ ଆମେ କିଛି କାହାକୁ ପଚାରି ନଥିଲୁ କି ଆକ୍ଚୁଆଲି ଜାଗାର ରହସ୍ୟଟା କ'ଣ। ତ ଯେହେତୁ ଆଜି ଆସି ଯେହେତୁ ଲୋକଙ୍କ ସାଙ୍ଗରେ ଆମେ କଥା ହେଲୁ ଡିସ୍କସନ୍ କଲୁ ତ ସେମାନେ କହିବା ଅନୁସାରେ କିଏ ଜାଗାରେ ମୁଁ ଯେଉଁ ସେ ମଉସାଙ୍କ ସହିତ କଥା ହଉଥିଲି ସେ କହିବା କଥା କି ମାନେ କ'ଣ କହିଲି ସେ ଆସିକି ରାତିରେ ଯେଉଁ ଚାଷ ଜମି ହେରିକା ଏପଟେ ସବୁ ବିଲ ନା ଚାଷ ଜମି ହେରିକା ଆସି ଜଗନ୍ତି ଯୋଉ ମାନେ ଟୁଙ୍ଗି କରିକି ରହନ୍ତି। ମାନେ ଶୀତ ଦିନ ତ ଏଟା ନା ମାନେ ଖରା ଦିନରେ ଯେହେତୁ ଅଧିକା ଗରମ ହୁଏ ପ୍ରାୟ ବି ଆପଣ ମାନେ ଜାଣିଥିବେ କୋଉଠି ବିଲ ହେଲା କି ଭଲ ମନ୍ଦ ମାନେ ଆମର ଯେମିତି ଦଣ୍ଡାରେ ଅଛି ଆମେ ଶୋଇପଡ଼ୁ କି ଯୋଉଠି ବି ହଉ ଶୀତ ଦିନରେ ରାତି 12ଟା 1 ଜାଗା ସମସ୍ତେ ବାହାରେ ବି ରୁହନ୍ତି ମାନେ ଖରା ଦିନରେ ଯେହେତୁ ଏଟା ଶୀତ ଦିନ ତ ମାନେ ଲୋକେ ବିଲରେ କ'ଣ କୋଉଠିକି ବି ଆସନ୍ତିନି ଯେହେତୁ କିଛି ଇମର୍ଜେନ୍ସି ପଡ଼େ ତ ଆସନ୍ତି। ସେଥିପାଇଁ ସେ ମଉସା କହିବା ଅନୁସାରେ କି ତମେ ସେ ଜାଗାକୁ ଯାଅନି କାହିଁକିନା ଆମେ ଯାଇଛୁ 2 ଥର ଦେଖିବୁ ସେ ଜାଗା କ'ଣ। ତ ଆମେ ବର୍ତ୍ତମାନ ଏଠି ମାନେ ଏଇଠୁ ଏ ଗଛ ପାଖରୁ ଭିଡ଼ିଓ ଷ୍ଟାର୍ଟ କରୁଛୁ କାହିଁକିନା ଏ ଗଛର ବି ବହୁତ କିଛି ରହସ୍ୟ ଅଛି। ମୁଁ ଆପଣଙ୍କୁ ସେଇଟା ଯଦି ବି ହେଲା ଭିଡ଼ିଓ ଏଣ୍ଡରେ କହିବି। ଯଦି ବି ଆମ ସହିତ କିଛି ନ ଘଟିଲା ସେମିତି କିଛି ନହେଲା ତ ଭିଡ଼ିଓ ଏଣ୍ଡରେ ମୁଁ କହିବି ଆପଣଙ୍କୁ। ଯଦି ବି କିଛି ଆମ ସହିତ ସେମିତି ଘଟୁଛି ତ ଆପଣମାନେ ତ ସିଧା କ୍ୟାମେରାରେ ଯାହା ବି ଆମ ସହିତ ହେବ ମୋ କ୍ୟାମେରା ଆଗରେ। ତ ବର୍ତ୍ତମାନ ଆମେ ଯିବା ପୁପୁନୁ ସେପଟେ ଟୋଟାଲ ଆମେ ଏଠୁ ଟୋଟାଲ 1 କିଲୋମିଟର ହେବ ତାକୁ କଭର କରିବୁ। ଆଉ ସେପଟରେ ବି ଏଇଟା ଯେଉଁ ବଗିଚା ଅଛି ଏଇ ସେପଟରେ ନଈ ଯୋଉଠି କହୁଥିଲେ ଲୋକେ ମାନେ ଡେରି ଦେଉଥିଲେ ସେପଟରେ ଏପଟରେ ବି ଆଉ ଗୋଟେ ଅଛି। ତ ସେପଟୁ ଗୋଟେ ରିଙ୍କୁ କ୍ୟାମେରା ବୁଲାନି ମାନେ ଟୋଟାଲ ବିଲ ଆଉ ସେପଟରେ ମାନେ ଜଙ୍ଗଲ। ତ ବର୍ତ୍ତମାନ ଗାଇସ୍ ଆମେ ଯିବା। ମୁଁ ତ ଜାଣିନି ଆମ ସହିତ କ'ଣ ହେବ ତ ଠାକୁରଙ୍କ ଦୟାରୁ ଆମେ ଆଜି ଭଲରେ ବ୍ଲଗ୍ ସାରିକିରି ଫେରୁ। ତ ବର୍ତ୍ତମାନ ରିଙ୍କୁ କ୍ୟାମେରା ବୁଲେ ଏପଟେ ଯିବା ଟ୍ରଚ୍ ଦେଲୁ ଏପଟରେ ସେପଟରେ ଅଛି ଏବେ ବିରି ଫିରି ହଉଛି ନା ଯେହେତୁ ବିରି ଫିରି ହଉଛି ତ ଖୋଳା କରିବେନି ଲୋକ। ଠିକ ଅଛି
ଏଇଟା କଣ୍ଟା ଅଛି ନା କଣ ଦେଖିଲ? ଏଟା କଇଁଆ ଗଛ। କୋଉଟା କହିଲୁ? ଏପଟେ କଇଁଆ ଗଛ ଦିଟା ଭାଇ। କଇଁଆ ଗଛ। କଇଁଆ ନୁହଁ ବେ, ସେଟା କଇଁଆ ଓ ବିଲାତି କଇଁଆ। ବିଲାତି କଇଁଆ, ବିଲାତି କଇଁଆ। ମାନେ ପୂର୍ବରୁ ଆମେ ଯୋଉ ଯାଇଥିଲୁ ସେ ଯୋଉ ବିଲାତି କଇଁଆ ଗଛ ସେ ଯୋଉ ମନେ ବିଲାତି ଅଛି କଇଁଆ ଗଛ ଯୋଉ ଇଏ ହଁ ହେଇଥିଲା ହଁ ହାଁ ସେଇ ବିଲାତି କଇଁଆ ତ ହଁ। ନା ସେଟା କଇଁଆ ଗଛ ଥିଲା ନା। ନା? ହଁ ବା ସିଏ ବି ମାନେ ସେଇ guys ବିଲାତି କଇଁଆ ବିଶ୍ୱାସ ଥିଲା। କରିବେନି ଆମର ଯୋଉ ବ୍ଲଗ ବନ୍ଦ ହେଇଥିଲା କିଛି ଦିନ ତ ଜଷ୍ଟ ଆମେ ସୁଟ୍ କରିଥିଲୁ ବୋଲି ଗୋଟେ ଅପଲୋଡ କରିଥିଲୁ ଯୋଉ ଆପଣ ମାନେ ଦେଖିଥିବେ ଯୋଉ ଆମେ ଡଙ୍ଗାରେ ଯାଇଥିଲୁ ଯୋଉ ବ୍ଲଗଟା କରିଥିଲୁ ତ ସେ ବ୍ଲଗ ପରଠାରୁ ଆମ ଗାଁରେ କିଛି ଗୁରୁଜନ ମାନେ ତ ଆମକୁ ବି ପାର୍ଟି କଲେ କହିଲେ ସେ ଜାଗାଟା ବହୁତ ଭୟଙ୍କର ଜାଗା ତମେ କେମିତି ଯାଇକିରି ସେଠୁ ଆସିଛ ତ ଆପଣମାନେ ବି ଜାଣିଥିବେ ସେ ବ୍ଲଗ ବି ମୁଁ ଏଣ୍ଡ କରିନଥିଲି କାହିଁକି ନା ଏଣ୍ଡ ମୁଁ ଏମାନେ ସବୁ ଆସିଥିଲେ ମୁଁ ପଛରେ ବି ରହିକିରି ଜଷ୍ଟ ଏଣ୍ଡ କରିଥିଲି ମାନେ ବ୍ଲଗ କିନ୍ତୁ ମୋ ଫୋନରୁ ସେ କଟିଛି ଜାଗାଟା କିନ୍ତୁ ବହୁତ ଭୟଙ୍କର ହଁ ଥିଲା। ମାନେ ମୋ ଫୋନରୁ କଟିଛି କି କ'ଣ ହେଇଛି ସେଟା ବି ମୁଁ ଜାଣିପାରିଲିନି ଯେହେତୁ ବ୍ଲଗ କରିଥିଲି ବ୍ଲଗ ଏଣ୍ଡ ତ କରିନି ଭାବିଲି ବି ଘରେ ମାନେ କିଛି ଏଣ୍ଡ କରିକିରି ମୁଁ କହିବା ପାଇଁ କିନ୍ତୁ ମୁଁ ଆଉ କିଛି ବ୍ଲଗ ଏଣ୍ଡ କଲିନି ତ ମୋତେ ବି ଗୋଟେ ଭାଇ କମେଣ୍ଟ କରିଥିଲେ କି ଭାଇ ବ୍ଲଗ ଏଣ୍ଡ କ'ଣ ପାଇଁ ହେଇନି ତ ମୁଁ ବି ଗୋଟେ ଭିଡ଼ିଓ ଆଣିଥାନ୍ତି ଭାବୁଥିଲି ସର୍ଟ ଭିଡ଼ିଓ ଯେହେତୁ ଟିକେ ବି ଆମର କାମ ବ୍ୟସ୍ତ ଥିଲା ପୂଜା ତ ଏବେ ଥିଲା ଆପଣମାନେ ଜାଣିଥିବେ ତ ସେଥିପାଇଁ ବି ଆମ ସାଙ୍ଗରେ ଆଜି ବି କିଏ ଆସିନାହାନ୍ତି ଯେହେତୁ ବ୍ଲଗ ଆସିନି ଏତେ ଦିନ ହେଲାଣି ତ ଆମେ ଆରେ କ'ଣ କହିଲୁ ଏବେ କିଏ ମରିଛନ୍ତି? ହଁ ମୁଁ କହୁନଥିଲି ଯୋଉ ମଶାଣି ମାନେ ଏପଟରେ ବି ତାଙ୍କର ଏଇଠି ମଶାଣି ଅଛି। ହଁ ଏଇଟା ଦେଖୁନୁ ଚେୟାର ଥୁଆ ହେଇଛି ଆଗକୁ ଆସୁନୁ ଦେଖିବୁ ଚାଷ ଜମି ପାଖରେ ମଶାଣି। ହଁ ତାଙ୍କର ମଶାଣି ଗାଁରେ ନାହିଁ ବୋଧେ ଗାଁ ମଝିରେ ଏଇ ଯୋଉ ଜମିରେ ସବୁ କି ପର୍ସନାଲ ଯିଏ ତା ଜମିରେ ପକେଇଥିବେ। ତାପରେ ଏପଟ ରହିଲା ନଈ କୂଳ ଏଇପଟେ ନଈ ଅଛି। ଆଉ ସେପଟଟା ନଈ ଦେଖିବୁନୁ କି ଆଗେ ଜଣା ପଡିବ। ହଉ ଚାଲ ସେ ପାଖକୁ ଯାଅନି ତମେ ଆମେ ଏପଟେ ଯିବା। ଏପଟେ ଟିକେ କ୍ୟାମେରା ବୁଲା ତ ଏପଟେ କ୍ୟାମେରା ବୁଲା ତ ଆଗକୁ ମାନେ ଗାଇସ୍ ରିସେଣ୍ଟ ଏବେ ମାନେ ଆପଣ ମାନେ ଜାଣିଥିବେ ତ ଏଇ 2-3 ଦିନ ହଁ 2-3 ଦିନ କ'ଣ ଧର 2 ଦିନ କାହିଁକି ନା ଆମେ ଜଷ୍ଟ 2 ଦିନ ତଳେ ଆମେ ଆସିଥିଲୁ 2 ଦିନ କିନ୍ତୁ ଟିକେ ପ୍ରୋବ୍ଲେମ ଥିଲା ବୋଲି ଆମେ ଭିଡ଼ିଓ ବନେଇବାକୁ ଜାଗାକୁ ଆସିପାରିନଥିଲୁ ତ ମାନେ ଏଗୁଡ଼ା କିଛି ନଥିଲା ତ ଯେହେତୁ ଆପଣମାନେ ଜାଣିଥିବେ କି ଜଣେ ମଲେ ଯେମିତି ଆମର ମରିଗଲା ପରେ ରୋହି ଶୀତଳ ଭାଇ ଜାଣିଥିବେ ତାଙ୍କର କିଛି ବି ମାନେ ସେ ବି ଯେମିତି ଗୋଟେ ଜିନିଷ ଭଲ ପାଆନ୍ତି କି ତାଙ୍କ ଡ୍ରେସ୍ ହେଲା କି ଯେକୌଣସି ଜିନିଷ ହେଲା ତ ସେ ଜିନିଷ ଆଣି ରଖନ୍ତି ତ ଏପଟେ ଟିକେ ମୋବାଇଲ ବୁଲା ତରିଙ୍କୁ ତ ଦେଖିଥିବେ ଏ ଚେୟାର ବାଡ଼ି ଅଇନା ଏଗୁଡ଼ା ସବୁ ଏଠି ଥୁଆ ହେଇଛି ତ ମଣିଷ ମାନେ ସାଉଣ୍ଡ ହେଲା କୋଉଠି ରହିଲା ହଁ କୋଉଠି ରହିଲା ଏଇ ଜାଳ ଫାଳ ଏପଟେ କ'ଣ କହିଲୁ ଏଇପଟରେ ହିଁ ମାନେ ଇଏ କରନ୍ତି କ'ଣ କହିଲୁ ମାନେ ଏଇପଟେ ତାଙ୍କ ଇଏ ହଁ ସାଇଡିକି ଜାନା ସାଇଡିକି ଜାନା। ତ ଗାଇସ୍ ବର୍ତ୍ତମାନ ଏପଟରେ ବି ଦେଖୁଥିବେ ଜାଳ ଟିକେ ଫାଳ ଛୁଆ ଆଗକୁ ଆଇଲୁ କ୍ୟାମେରା ଆଣିକିରି ସେ ଜାଳ ଫାଳ ଚୁଲି ଫୁଲି ହେଇ ଜମା ଛୁଆ ନା। ଛାଡ଼ୁ ଯା ନା ସେ ସାଇଡିକି ଜମା ଯାଉନି ହେଲା। ରୋହି ଶୀତଳା ଏଠି ପୋଡ଼ା ହଏ ମାନେ ଆଙ୍କର ଏପଟରେ ଯେମିତି ଆମର ଆପଣ ଦେଖିଥିବେ ମଶାଣିକି ଆମେ ଯାଉ ଭିଡ଼ିଓ ବନେଇଛୁ ବି 2ଟା ମଶାଣିକି ଯାଇଛୁ ତ ଆଙ୍କର ଏଇ ସେପଟକୁ ଯାନା ରିଙ୍କୁ ପଛପଟରେ ମାନେ ମଶାଣିକି ଯୋଉ ଆଙ୍କର ମାନେ ମଶାଣି ନାହିଁ ଯେହେତୁ ନଈ କୂଳ ଏପଟେ ଦେଖୁଥିବେ ସେପଟେ କ୍ୟାମେରା ଜୁମ୍ କରି ଦେଖା ଜୁମ୍ କରି ସେପଟେ ଦେଖା ଟିକେ ଏପଟେ ମାନେ ଟୋଟାଲ ନଈ ଦେଖୁଥିବେ ମାନେ ଇଏ ଭଳିଆ ନଈ ଯାଇଛି ଛପ ଫପ ବି ପଡିଛି। ହଁ ପକେଇବେ ନା ସେଠି ଦେଖ ବୁଲାନି ଗୋଟେ ହାଡ଼ ପଡିଛି ସେଠି ଦେଖେଇ ଜୁମ୍ କରି ଦେଖା ଦେଖା ହଉଛି ନା ଲମ୍ବା ହାଡ଼ଟା ପିଞ୍ଜରା ଲମ୍ବା ପିଞ୍ଜରା ବା ଦେଖିଲୁ ଦେଖା ହଉଛି ହଁ ବା ଦେଖା ହଉଛି ଲମ୍ବା ପିଞ୍ଜରାଟା ଇଏ କେତେ ଲମ୍ବା ପିଞ୍ଜରା କାହାକୁ ଆରେ ଦେଖ ଆକ୍ଚୁଆଲି କ'ଣ ହେଇ ଜାଣିଛୁ ମାନେ ଏଇଠି ଯେହେତୁ ପୋଡ଼ା ହୁଅନ୍ତି ଏପଟେ ବୁଲା ଏଇଠି ଯେହେତୁ ପୋଡ଼ା ହୁଅନ୍ତି ତ ସେମାନେ କ'ଣ ଜାଣିଛୁ ମାନେ ଲଗେଇ ଦେଇକିନି ହେଲା ତ ଆମେ କ'ଣ ଆମେ ସେଠି ମାନେ ଆମର ଯେହେତୁ ଅଛି କ'ଣ ମାନେ ମାନେ ସ୍ୱର୍ଗଦ୍ୱାର ଭଳିଆ ହେଇଛି ଯଦି ଆମେ ପୋଡ଼ାପୋଡ଼ି ତ ଆମେ ସେ ଏଣ୍ଡ ଯାକେ ରହୁ ତ ଏମାନେ କ'ଣ କରନ୍ତି ନା ମାନେ ଯେତେବେଳେ ନିଆଁଟା ଲାଗିଗଲା ଅଧା ଯେତେବେଳେ ହେଇଯାଏ ଏମାନେ କ'ଣ କରନ୍ତି ପଳାନ୍ତି ଏଠୁ ପଳେଇଲା ପରେ ଧର ଏଇ କରରେ ଧର ଜାଳୁଥିବେ ଯେତେବେଳେ ଅଧାରୁ ପଳେଇବେ ଜିନିଷଟା କ'ଣ ହବ ସେ ଧର ଅଳ୍ପ ଜଳିଲା ପରେ ଯେତେବେଳେ ଜଳିଯିବ କାଠଟା ଜଳିଯିବ କାଠଟା ନିହାତି ପଡ଼ିଥିବ ନା ନାହିଁ ପଡ଼ିଯିବ ପଡ଼ିଲା ପରେ ସିଏ ମାନେ ଫୁଲ୍ ଜଳେ ନା ସେଇ ଜିନିଷଟା ସେ ହାଡ଼ଟା ପିଞ୍ଜରାଟା ରହିଛି ଆଉ ସିଏ ଯେତେବେଳେ ଆସିଛନ୍ତି ଆଉ ଥରେ କ'ଣ ଥୋଡ଼ି ନିଆଁ ଲଗେଇବେ କି ତାମାନେ ସବୁ କ୍ଲିୟର କରିଦେଇଛନ୍ତି ପକେଇ ସେଠି ରୋହି ଶୀତଳ ତାପରେ ଏପଟେ ସେ ଚାଷ ଜମି ରହୁଛି ପାଖାପାଖି ନା ସବୁ ନାଇଁ ସେଠି ପୋଡ଼ିଛନ୍ତି ପୋଡ଼ିକିରି ଏପଟକୁ ପକେଇ ଦେଇକିରି ଏପଟେ ଟୋଟାଲ ଚାଷ ଜମି ହେଇ ସେଟା ସାଉଣ୍ଡ କ'ଣ ଆଇଲା ଏପଟୁ ଗୋଟେ ସାଉଣ୍ଡ ମାନେ କିଏ ଗଲା ଭଳିଆ ଲାଗୁଛି ମତେ ଏପଟୁ ପଛରୁ ହଁ ମୁଁ ତତେ କହୁନଥିଲି ଏଇ ଜଗଟା କ'ଣ ଦେଖିଲି
ଖାଲି ଜଗି ତ ସେ କିଛି ନୁହେଁ ନର୍ମାଲ ଜରି କରିକି ନଈ ପାଖ ନା ଆମ କଥା ବୁଝିପାରୁଛୁ ଯେହେତୁ ସେପଟରେ ନଈ ତ ମାନେ ଆମେ ତ ସେପଟରେ ବି ଯାଇନଥିଲେ ଭିଡ଼ିଓ କରିବା ପାଇଁ ଯୋଉ ମନା କଲେ ବୋଲି ଆମେ ଫେରିକି ଯାଇଥିଲେ ମନେ ଅଛି ଆଉ ସେପଟୁ ଯୋଉ ଆମେ ଯାଇଥିଲେ ଭିଡ଼ିଓ କରିବା ପାଇଁ ମନା କରିଥିଲେ ପୁଣି ମନେ ଅଛି ଯୋଉ ମନା କଲେ ଭିଡ଼ିଓ କରିବାକୁ କହିଲେ ନାଇଁ ଏତେ ରାତିରେ ତମେ ରିକ୍ସ ନେଇକି ଏପଟେ ଦେଖିଲି ଏପଟକୁ ଦେଖିଲି ବିଲାତି କଣ ସେଠୁ ଠିକ ଅଛି ତ ଆରେ ବାଉଁଶ ବୁଦା ଅଛି ଏଠି ବାଉଁଶ ସୁବିଧା ସେପଟରେ ମୁଁ ତ ମାନେ କହିପାରୁନି କଣ ମାରିଦବୁ ତୁ ମଣିଷକୁ ନା କଣ କଣ ମୁଁ ପାଗଳଟା ନା କଣ ମାଇଲ ମାଇଲ ସିଧା ମାଇଲ ମୁଁ ନିଜ ଆଖିରେ ଦେଖିଛି ବସିଲା ଭଳିଆ ଏଇ ସାଇଡ୍ ସତରେ ବୋଧ କଣ ପାଗଳ ନା କଣ ନିଜ ଆଖିରେ ଦେଖିଛି ସିଏ ବୋଧେ ମିଛ କହୁଥିବ ସିଏ ଆଗେ ଦେଖିଲା ତାପରେ ମୁଁ ଦେଖିଛି ଆରେ ମୋ ନଜର ସାଡ଼େ ଥିଲା ମୋ ରୁମ ଦେଇକି ଟାଙ୍କି ହେଲେ ବାଳ ଇଏ କଣ ତୁ ପୁପୁନୁ ତୁ କିଏ ନାହାନ୍ତି ତୁ ଏମିତି ହଉ କେହି ନାହାନ୍ତି ମୋ ଆଖି ଛୁଇଁ କହୁଛି ମୁଁ ଦେଖିଛି ସତରେ ଦେଖିଛୁ ଆଉ ମୋ ଠାକୁର ଦେଇ କହୁଛି ମୁଁ ଦେଖିଛି କ୍ୟାମେରା ଦେଇକି ତୁ ଦେଖିଛୁ ମୁଁ ତ ଦେଖିନି କ୍ୟାମେରା ଯଦି ଆସିଥିବ କି ନାହିଁ କହିପାରିବିନି ହଠାତ୍ କିନା ସେ ଗୋଟେ ପଳେଇଲା ପୁରା ଗୋଟେ ସାଉଣ୍ଡ କଣ ହଉଛି ଗଛ ବି ହଲୁଛି ଦେଖେ ଏଇ ଦେଖିନି ସେ ଦେଖିନି ହଁ ଦେଖ ଦେଖାଉଛି ଟିକେ ଜୁମ୍ କଲୁ ଦେଖ ସେଇ ଗଛ ଯୋଉ କଟା ହେଇଛି ହଁ 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 ସେଇଠି ଜଣେ ବଇଥିଲା ସେଇଠୁ ସିଆଡକୁ ଗଲା ଭଳିଆ ମତେ ଲାଗିଲା ଆମେ ଆଗକୁ ଯିବା ମାନେ ଏଠି ବିଶ୍ୱାସ କରିବୁନି ମୁଁ କହିଲା ବେଳକୁ ମୋ ରୁମ ଟାଙ୍କି ଯାଉଛି ଟୋଟାଲ ତମେ ଏ ଷ୍ଟୋରି ଜାଣିନ ଏ ଷ୍ଟୋରି କ'ଣ ଜାଣିଛୁ ଏ ଷ୍ଟୋରି ହେଲା ପୁପୁନୁ ତୁ ମାନେ 25 ବର୍ଷ ତଳର କଥା ମୁଁ କହୁଛି 25-30 ବର୍ଷ ତଳେ ଯେଉଁମାନେ ଯେମିତି ଆମର ଧର ଛୁଆ ପେଟରେ ଥିଲେ ମା ମାନେ ଯେଉଁ ମରିଯାଆନ୍ତି କହନ୍ତି ମା ମାନେ ରିକ୍ସ ଇଏ ସେ ଯେଉଁ ମରିଯାଆନ୍ତି ତ ସେମାନେ ପୋଡ଼ା ହୁଅନ୍ତିନି ଛୋଟ ଛୁଆ ମୁଁ ଜାଣିନି ଏ ବିଷୟରେ କିନ୍ତୁ ମାନେ ବଡ଼ ଲୋକ ପଛରେ ମୋ ପଛରେ କିଏ ଏପଟରେ ହଁ ଏଇପଟୁ ସାଉଣ୍ଡ ହଉଛି ମୁଣ୍ଡକୁ ଯାଇନୁ ଏଇ କ'ଣ କଣ ଦେଖିଲୁ ମୋ ପଛ ପଟୁ ସାଉଣ୍ଡ ହଉଛି ଜରି ପଡିଛି ପଛରୁ ସାଉଣ୍ଡ ସେପଟୁ ସାଉଣ୍ଡ କ'ଣ ଆରେ ସେ କିଏ ବଇଥିଲା କହିଲୁ ତୁ ହଉ ଛାଡୁ ଯାଆନା ମୁଁ ନିଜ ଆଖିରେ ଦେଖିଛି ମାନେ ପୁପୁନୁ ପାଟିରୁ ବାହାରନି ମୁଁ କହିଲି ତି ଆରେ ମୁଁ ହଠାତ୍ ଚମେଇ ପଇଲି ମୁଁ କହିଲି କ'ଣ ହଠାତ୍ କହିଲୁ ମୁଁ ସାଡ଼େ କଥା ହଉଛି ତୁ ଯେମିତି କଥା କହୁଛୁ ମୁଁ କଣ ବେଲି ଖେଳୁଛି ଏଠି ଆସିକି ରାତି ଅଧାରେ ବେଲି ମୁଁ ତୋ ସହିତ ଖେଳିବି ଆସିକି ଏଇଟା ବେଲି ଖେଳିବା ଜାଗାଟା ପାପୁନା ଆଗକୁ ଯାଆନା ପଳେଇଆ ପାପୁନା କହୁଛି ଆଗକୁ ଯାଆନା ଯିବା ନା ନା ପୁପୁନୁ ଦେଖିକି ଆସିବ ନା ମୋ ଗାଣ୍ଡି ଫାଟିଲାନି ତୁ ଆଇଲୁ ଆଗକୁ ଯିବା ଆରେ ସେଠି ଗୋଟେ କ'ଣ କୂଅ ଅଛି ନା କ'ଣ ପାଣି ସପ୍ଲାଏ ରହିଥିବ ଦେଖି ଆସିବା ଯାଇ ସେଠୁ ଆମେ ସେଇଠିକି ଯିବା କ'ଣ କହୁଛୁ ମାନେ ମତେ ଲାଗିଲା କ'ଣ ମୁଁ ଯୋଉ ହଠାତ୍ କିଛି କହିନି ତମେ ଯୋଉ ମାନେ କହିଲ ମୋ ଛାତ୍ର କ'ଣ କହିଲା ତାପରେ ମୁଁ ହଠାତ୍ ମାଇଲା ବେଳକୁ ନା ମାନେ ତମେ କହୁଛ ସେଠି ମତେ ବାଉଁଶ ବୁଦା ସାଇଡ୍ରେ ଗୋଟେ ଇଏ କଲା ଭଳିଆ ଗଲା କାରଣ ସେ କେତେବେଳେ ହଲିଲା ବାଉଁଶ ବୁଦା ଦେଖିଛୁ ଏବେ ଦେଖି ଟୋଟାଲି କିଛି ନାହିଁ ଯିବା ତମେ ସେଠୁ ଦେଖୁଛ ମତେ ଖାଲି ଲାଗୁଛି ମୋ ପଛପଟୁ କିଏ ଆସୁଛି ମତେ ଲାଗୁନି ମତେ କହୁଛି ବିଶ୍ୱାସ କରୁନଥିଲୁ କିଏ ଭାଇ ମୁଁ କହୁଛି ସେଟା ପୋଡ଼ା ବି ଜଣେ ହେଇଛି ତୁ ବିଶ୍ୱାସ କରୁନୁ ମୋ ଆଖି ସାମ୍ନାରେ ମୁଁ ଦେଖିଛି ପୁପୁନୁ ନ କହି ଆଗରୁ ଏଇଟା କୋଉ ଗଛ ଜାଣିପାରୁଛ ତ ରିଙ୍କେଇ ବାଉଁଶ ବୁଦା କିଏ ତୁ କିଏ ହନା ଆଇଲୁ ମୋ ଗାଣ୍ଡି ଫାଟିଲାନି ତୁ ଆମେ ସେପଟକୁ ଯିବା ଟିକେ ଫାଟେ ସେପଟୁ ସାଉଣ୍ଡ ହଉଛି ଦେଖିଲୁ ସେପଟେ ଆରେ ସେ ଗଛରେ କ'ଣ ବସିଛି ଦେଖେ ଦେଖାଉଛି ହଁ ପୁରା ମୋବାଇଲ କ୍ଲିୟର ଆଉଛି ଦେଖାଉଛି ହଁ ଆରେ ସେଟା କ'ଣ ତ ଆମେ ଯାଇପାରିବାନି ସେପଟୁ ଆରେ ଆମେ ସିଏ କ'ଣ ସେଟା କ'ଣଟା ଦେଖା ହଉଛି ଭାଇ ଦେଖିପାରୁଥିବ ଏଇଟା ହଉଛି ମଝିରେ ନଈ
ତା ସେପଟେ ଅଛି ପୁରା ଫାଙ୍କା ଜାଗା, ପୁରା ପଡିଆ, ଗଛ ଗୁଛ ଅଛି, ମାନେ ପୁରା କ୍ଲିୟର ଦେଖା ଯାଉଛି। ରିଙ୍କୁ ଭାଇ କ୍ୟାମେରା ଦେଖା ହେଇଛି ନା? କ୍ୟାମେରା ପୁରା କ୍ଲିୟର ଦେଖାଉଛି। ଟର୍ଚ୍ଚ ମାରନ୍ତିନି ଜାଣିଛୁ, ତ କହିବି ଘରକୁ ଗଲେ କହିବି ସେ କଥା। ତୁ ଆଇଲୁ ସତ୍ୟ ବି ସତ, ମାନେ ଯୋଉ କହନ୍ତି ସତ୍ୟ ଟୁଣ୍ଟୁ ସାଉଣ୍ଡ ଗୁଡ଼ା କଣ ହଉଛି ବା? ହେଇ, ତୋ ନାଁ ଜାଗା ମାନେ ଏପଟରେ ବିଲ, ଏପଟରେ ଗଛ, ତ ମାନେ କିଛି ନାହିଁ। ଆମେ ସେ ରହ। ଜାଗା ମୁଣ୍ଡକୁ ଯାଇନୁ। ପାଟିକଲା ସେ ବାଉଁଶ ଗୋଟେ ଗୋଟେ ସାଉଣ୍ଡ ହେଇଲା। ଆଇଲା ଆସିଲା। ରହ ରହ ପୁପୁନୁ ନା ନା ମୁଁ ଟିକେ ରହ ଟିକେ ରହ। ଯିବା ଯିବା ତିନି ଜଣ ଆଇଛୁ, ଲକେଟ ପିନ୍ଧିକି ଆଇଛୁ। ଅଛି ତ? ଲିଟୁ ଭାଇ ଆସିନି, ବୁଝିପାରୁଛ ନା ବୁଝିପାରୁଛ? ପାପୁନି ରହିଯା ଟିକେ। କହୁଛି ବୁଝ ବୁବୁନ। ଆଉ ସାଗୁ ଯିବାନି। ମୋବାଇଲରେ ଯୋଉ ଦେଖେଇଲ ସେଟା କଣଟା? ଦେଖିଛୁ ସେ ଜାଗା ଦେଖିଛୁ? ସେ ଜାଗା ବିଷୟରେ ମୁଁ ଜାଣିଛି ହେଲା। ମାନେ ସେ ଯୋଉ ମୁଁ ତତେ କ୍ୟାମେରା ଦେଖିଲି ଦେଖିଛୁ? ସେପଟେ ଯଦି ଯାଇ ହେଇଥାନ୍ତା ଆମେ ଯାଇକି କଣ ତୁ କରିଥାନ୍ତୁ? ଯିବୁ କଣ ମରିବାକୁ ସେଠିକି? ଦେଖିଲୁ ସେ କଣ ଦେଖିଛୁ? କ୍ୟାମେରା ରିଙ୍କୁ ଆଇଛି ନା? କ୍ୟାମେରା ହଁ? ପୁରା ଆସିଛି ଜୁମ୍ ବା। କରି ଦେଖିଛୁ ନା? ହଁ ମାନେ ଭୟଙ୍କର, ଯେମିତି ପୁରା କିଏ ମାନେ ଟୋଟାଲ ଏମିତି ଠିଆ ହେଇଛି ସେଠି। ଠିଆ ହେଇନି ଗୋଟେ କିଏ? ଆଉ ଆଗକୁ ଯିବାନି, ଆଉ ଆଗକୁ ଯିବାନି, ଆମେ ଏପଟକୁ ଯିବା ଚାଲେ। ଏପଟେ କଣ ଆମେ ଏତିକିରୁ ପଳେଇବା? ମେନ୍ ଯୋଉ ସେ ଲୋକ କହୁଥିଲେ ସେ ଯୋଉ ଗଛ ପାଖରେ ଯୋଉ ମାରିକିରି ଇଏ କରୁଥିଲେ ବୋଲି, ସାଉଣ୍ଡ ତ ହଉଛି, କିଏ ଧମ ଧମ ଝୁମ ଝୁମ କରୁଛି, ମାନେ ଯେମିତି କହିବାକୁ ଗଲେ ନଈ ସେପଟେ ସେ ଝୁମଝୁମ ଧମଧମ ସେଇପଟେ ହଉଛି। ସେପଟ ନୁହଁ, ଆମେ ସେପଟୁ ଯୋଉଟା ନାହିଁ କି ଦେଖି ଆଇଲୁ, ଯୋଉଟା ଆମେ ଭିଡ଼ିଓ ଷ୍ଟାର୍ଟ କଲୁ ସେ ଗଛ ପାଖରୁ ଆମେ ଆଇଛେ କୁଆଡେ? ଡାହାଣକୁ ଆଇଛେ। ତ ବାଁକୁ ଗଲେ ସେ ଜିନିଷ ପଡିବ, ବାଁକୁ ଗଲେ ସେଟା ପଡିବ, ଯୋଉଟା କି ଇଏ। ତ ଆମେ ଯୋଉ କହୁଥିଲେ ସେ ଲୋକମାନେ ଯୋଉ ଡେରି ଦେଇକିରି ଆସନ୍ତି, ଆକ୍ଚୁଆଲି ସେଇଠି ଗଲେ ଜଣା ପଡିବ ମାନେ କଣ ସେ ଜାଗାଟା, ମାନେ ଆକ୍ଚୁଆଲି ସତରେ କିଛି ଏବେ ବି ଯଦି ବି କିଛି ପଡିଥିବ ନା, ଆମେ ଜାଣିପାରିବାନି କଣଟା ପଡିଛି କି କଣ, ଆମେ ଜାଣିପାରିବାନି। ମୁଁ ସେଇ ଜିନିଷ କହୁଛି। ଏବେ କଣ ଆଉ ଇଏ କରୁଛନ୍ତି, ଆଗରୁ କରୁଥିଲେ, ଏବେ ଭାଇ ଥୋଡି ନା ଥିବ। ଆଗରୁ କରୁଥିଲେ, କିନ୍ତୁ ଜିନିଷରେ ତ କିଛି ଥିବ, କାହିଁକିନା ଯୋଉ ଲୋକ ଚାଷ କରୁଛନ୍ତି ତା ପାଖରେ କିଛି ଜମି ନାହିଁ, ତା ଏଉଠୁ ଆଡକୁ ସବୁ ଜମି, ତା ପାଖରେ କିଛି ଜମି ନାହିଁ, କି ଯିଏ ବି ଜମି ଅଛି ଯୋଉ ଲୋକର, ସେ ଲୋକ ଆଉ ଚାଷ କରୁନାହାନ୍ତି ସେଠି। ଏ ଜିନିଷ ବି ସେ କହିଥିଲେ, ଜାଣିଛୁ ନା? ବୁଧନ ସାଗୁ ଯାଆନା। ତୁ ସାଡୁ ଯାନା, ବୁଧନ ସାଡୁ ଯାନା। ତୁ ନିଜ ଆଖିରେ ତୁ ଆ କଥା ବିଷୟ ତୁ ନିଜ ଆଖିରେ ଦେଖିଛୁ? ହଁ ତୁ ଫେରେ କହୁଛୁ, ତୁ ଫେରେ ଆଗକୁ ଆଗକୁ କହୁଛୁ ଯିବାକୁ। ଗାଡି ଚାବି କିଏ ରଖିଥିଲା? ହାଁ? ଗାଡି ଚାବି? ଗାଡି ଚାବି ତୁ ରଖିନୁ? ଗାଡି ଚାବି କିଏ ରଖିଛି? ଯିବା ସେଠି ଚାଲ ଯିବା। ନା ନା ମୁଁ କଥା ମାନ ସେଠି ଚାଲ ଯିବା। ନା ନା ତୁ ବୁଝୁ, ପୁପୁନୁ ବିଶ୍ୱାସ କରୁଛି ସେ ଦେଖିଛି ବି, କହୁଛି ଆଗକୁ ହେଲା, ଖାଲି ଆଗକୁ ମାଡ଼ି ଚାଲ। ମୋ କଥାଟା ଶୁଣ, ଆମେ ଯଦି ନ ଯିବା ବୁଧନ, ଆମେ ଆଉ ଆଇଛେ କଣ ପାଇଁ? ମୁଁ ମାନୁଛି ଆମେ ଆଜି କମ୍ ଆଇଛେ, ତ ଯେତିକି ବି ଆମ ସହିତ ହେଲାଣି, ଆଉ ଆମେ କିଛି ଏକ୍ସପ୍ଲୋର କରିବା, ଦେଖିବା ଆକ୍ଚୁଆଲି ଜିନିଷଟା କଣ ନା କଣ। ତୁ ପୁଣି କହୁଛୁ ଦେଖିବା, ଆଉ ଟିକେ ଦେଖିବା କଣ, ଆମେ ସେ ଜିନିଷଟା ଗାଇଜ ମାନଙ୍କୁ ଦେଖେଇବାନି କି ଏଇ ଜାଗାରେ ଏଇ ଜିନିଷ ହଉଥିଲା, ଆମେ ତ ଆସିଛେ ସେଇଥିପାଇଁ ନା। ଯଦି କହିବା ଆମେ ଡରି ପଳେଇବା ତ କେମିତି ହବ? ଆମର କିଏ କିଛି କ୍ଷତି କରିବେନି, କାହିଁକିନା ଆମେ କାହାକୁ କିଛି କ୍ଷତି ପହଞ୍ଚେଇକି ଆସୁନି। ଆମେ ଜଷ୍ଟ ଗୋଟେ ଭିଡ଼ିଓ କରିବୁ, ଏଣ୍ଟରଟେନମେଣ୍ଟ କରିବୁ କି ଆକ୍ଚୁଆଲି ଜିନିଷରେ କଣ ଅଛି କଣ ନାହିଁ। ତ ଆମେ କଣ, ଆମେ ଏମିତି ଗୋଟେ ଆସିଛୁ ବୁଲିବା ପାଇଁ ନର୍ମାଲି, ତ ସେମିତି କାହିଁ ହଉଛି? ଦେଖିବା ସେଇ ମେନ୍ ଜାଗାଟା, ସେଇଟା ପଏଣ୍ଟଟା ଦେଖେଇ ଦେଖିପାରୁଛୁ ତ? ଜଙ୍ଗଲ ହେଇଥିବା। ତ ବର୍ତ୍ତମାନ ଗାଇସ୍ ଆମେ ପହଞ୍ଚିଗଲୁ କୋଉଠି ନା, ଆପଣଙ୍କୁ ଯୋଉ କହୁଥିଲି ସେମାନେ 25 ବର୍ଷ 30 ବର୍ଷ ତଳେ କୋଉଠି ମାରିକିରି ମଣିଷଙ୍କୁ, ହଁ ଏଇ ଦେଖ ଏପଟେ ଦେଖ, ଗୋଟେ କନା ଦେଖିପାରିଲୁ? ଏପଟେ କନା ପଡିଛି, ଏପଟେ ଏଇ ଜାଲ ଫାଲ କଣ ସବୁ ପଡିଛି। ମାନେ ମୁଁ ଯୋଉଟା କହୁଥିଲି, ତ ଏଟା ନୁହେଁ ଆକ୍ଚୁଆଲି, ସେଟା ଏଟା ନୁହେଁ, ଜାଣିଛୁ ତ? ସେପଟେ ଆଉଟା ଅଛି, ସେଠିକି ଆମେ ଏବେ ଦେଖ, ସେ ଯୋଉ ଦେଖା ହଉଛି ଓଇ କଦଳୀ, କଦଳୀ କଣ ଓଇ ତା ସେପଟ, ଯୋଉଟା କି ଆମ ପକ୍ଷରେ ଏବେ ଯିବା ଅସମ୍ଭବ। ଯେହେତୁ ମୁଁ ଏଠି ଆଇଲା ବେଳେ ହେଲା, ସେଠି ଦେଖିଲି କଣ ଅବସ୍ଥା, ସେଥିପାଇଁ ଜଷ୍ଟ ଆମେ ଏଠିକି ଆଇଲେ, ଏଇଠି ଏକ୍ସପେରିମେଣ୍ଟ କରିଦେବା ଆକ୍ଚୁଆଲି ଜିନିଷ ସତରେ କଣ, ତାପରେ ଆମେ ତା ସେପଟୁ ଯିବା ସାଉଣ୍ଡଟା କଣ, ତ ଆମେ ପଳେଇବା। ଯେତିକି ଆଜି ହେଲା ସେତିକି, ବୁଝିପାରୁଛୁ? ବୁଧନ ବି ଟିକେ ହେଲାଣି, ଆମେ ଯେହେତୁ ଆଜି କମ୍ ମେମ୍ବର ଅଛୁ, ତ ମୋତେ ବି ଟିକେ ନର୍ଭସ୍ ଆଜି ଲାଗୁଛି, କାହିଁକିନା କଣ ମୋର ହେଇଛି ମୁଁ ଜାଣିନି। ତ ଯେହେତୁ ଆମେ 2-4 ଦିନ ଭିଡ଼ିଓ ବନ୍ଦ କରିଦେଇଥିଲୁ, ତ ଟିକେ ମାଇଣ୍ଡଟା ଇଏ ହେଇଯାଇଛି, ମୋର ଡାଇଭର୍ଟ ହେଇଯାଇଛି, ଅଲଗା ପ୍ରୋବ୍ଲେମ୍ ଲାଗେ।
ତ ସେଥିପାଇଁ ଆଜି ମୋର ଇଣ୍ଟରେଷ୍ଟ ନଥିଲା, ଯେହେତୁ ବାର ବାର ବି କମେଣ୍ଟ ଆସୁଛି କ'ଣ ପାଇଁ ଭିଡ଼ିଓ ଆସୁନି, ତ ସେଥିପାଇଁ ଆମେ ଏଇ ଲୋକେସନଟା ଆଜି ଫିକ୍ସ କରିଥିଲୁ। ତ ଯେହେତୁ ବି ଆମ ମେମ୍ବର ବି ଆଜି କମିଗଲେ, ଆମେ ଭାବୁଥିଲୁ ବି ଆସିବୁନି, ତ ତାପରେ ମାଇଣ୍ଡ ସେଟ୍ କଲୁ କି ନାଇଁ ଚାଲ ଯିବା, ଗାଇସ୍ ମାନଙ୍କୁ ଆମେ ଭିଡ଼ିଓ ଯାହା ବେଲେ ଆମେ ଆଣିବା, ତ ଗୋଟେ ଭିଡ଼ିଓ କରିକିରି ଆସିବା। ଏଇ ପ୍ରୋବ୍ଲେମଟା ଏଇଠି ହେଇଥିଲା, ତାଙ୍କ ଗାଁ ଲୋକଙ୍କୁ ଯାଇ ଆଉଥରେ ପଚାରିବା। ତମେ 2 ଘଣ୍ଟା 3 ଘଣ୍ଟା ଆସି ସେଠି ବସି କଥାବାର୍ତ୍ତା ତାଙ୍କ ସହିତ ହେଇ ଭାଇ ଯାହା ହଉଛି ଆଜି ତମେ ଟୋଟାଲ କିଛି ଭାଇ ଡରିବ, ତମେ ଡରିଲେ ମୁଁ ଆଜି ଏକାଠି ଜିନିଷଟା ଟିକେ ଇଏ ହେଇଯିବ। ତ ଯାହା ହଉଛି ଆମେ ଇଗ୍ନୋର କରିଚାଲି, ଯୋଉଟା ହଉଛି ଇଗ୍ନୋର କରି ଚାଲିବା। ଅତିରିକ୍ତି କ'ଣ ହେଲେ ମୁଁ ତମକୁ କହିବି ପଳେଇବା ଭିଡ଼ିଓ ଏଣ୍ଡ କରିବା, ପଳେଇବା ଭିତରକୁ ଯିବାନି ଭିଡ଼ିଓ ଏଣ୍ଡ କରିବା, ପଳେଇବା ଫାଇନାଲ। ଆପଣ ଭିତରକୁ ଯିବାନି, ହଁ ଭିତରକୁ ଯିବାନି, ଯିବା ନା ଦେଖୁଛୁ ତ କୋଉ ଜଙ୍ଗଲ ହେଇଥିବ। ଭିତରୁ କେମିତି ଗଲୁ? ସେଇପଟା ବୋଲି ନଈକୁ ବାଟ ନା? ହଁ ଏଇପଟା ନଈକି ବାଟ। ନଈ କୂଳକୁ ଜମା ଯାଆନା। ସେ ଯୋଉ ଲୋକ ଯୋଉ କହୁଥିଲେ ମାରିକିରି ଏଇ ଦେଖ ନା, କାହିଁକି ଟିକେ ଜୁମ୍ କର, ହେଇছে କଦଳୀ ଗଛ ଦେଖା ହଉଛି ନା? ହଁ ପୁରା ତା ସେ କଦଳୀ ଗଛ ସେପଟ ମାନେ ମୋଟା ମୋଟା ଗଛ ସିଏ ପୁରା ହେଲା, ତା ସେପଟଟା ସିଏ। ମୁଁ ଭାବୁଥିଲି ଏଇଟା, ଏଟା ନୁହଁ। ଏଟା କଣଟା? ଏଟା ହାଲକା ନା କୋଉଠି? ପାଣି କଖାରୁ ନା କଣ ବା? ସେଟା ଦେଖିଲୁ ସେଟା କଣଟା? ପାଣି କଖାରୁ ବା? ପାଣି କଖାରୁ ଗଛ ହିଁ ନାହିଁ। ଆଡୁକୁ ଏଠି ଆଣି ବଳି ଫଳିବାକୁ ଦଉନାହାନ୍ତି ତ? ଯୋଉ ସବୁ ସିଦ୍ଧି କରନ୍ତି କୁହନ୍ତି ମଶାଣିରେ ଇଏ ସିଏ, ପାଣି କଖାରୁ ହେରିକା ପାଣି କଖାରୁ ଏମିତି ସେପଟ ପାଣି କଖାରୁ ଦଉନାହାନ୍ତି। ତାପରେ ଏଟା ବି ମାନେ ଏବେକା ପାଣି କଖାରୁ ଜଣା ପଡୁନି ନା, ବହୁତ ଆଗରୁ ପଡିছে। ତାପରେ ଲଟା ବି ମାନେ ଗୋଟାଇ ଟୋଟାଲି ବା, ଆଉ ଥାନ୍ତା ଆମେ ଜାଣିଥାନ୍ତୁ ଗଛ ପଛ ହେଇଛି, ଗୋଟାଇ ବା। ଚାଲ ଯିବା ଫାଇନାଲି ଏ ଜାଗା ରହିବାନି। ଆମେ ଆକ୍ଚୁଆଲି ଦେଖିଲେ ଏଠି କ'ଣ ହେଲା, ଆମେ ତା ସେପଟକୁ ପଳେଇବା, କ୍ୟାମେରା ବନ୍ଦ କରିବା, ଚାଲ ପଳେଇବା ଏଠୁ ହେଲା। ଗାଇସ୍ ବର୍ତ୍ତମାନ ଆମେ ଯାଉଛୁ, ଆପଣ ତ ଦେଖିଲେ ଏଠିଟା କିନ୍ତୁ ଅଲଗା ପ୍ରକାର ଫିଲ୍ ହଉନି। ହଁ କିଛି ଫିଲ୍ ଆମେ ଯାହା ରହିଥାନ୍ତୁ, କିନ୍ତୁ ଆଜି ଟିକେ ଆମ ପକ୍ଷେ ଏତେ ସମୟ ରହିବାଟା ସମ୍ଭବ ନୁହେଁ, କାହିଁକିନା ଆମେ ଯେହେତୁ ବି ଟିମ୍ ମେମ୍ବର ଆଜି କମ୍ ଆସିଛୁ। ଆପଣ ଜାଣିଥିବେ ଟୋଟାଲ ଫାଷ୍ଟ ରିଙ୍କୁ ଧରିଛି କ୍ୟାମେରା, ତା ପାଖରେ ବି କିଏ ନାହାନ୍ତି, ତାକୁ ବି ଆଜି ଭୟ ଲାଗୁଛି। ଟୋଟାଲ ଆମେ 3 ଜଣ, ତ ଯେହେତୁ ଲିଟୁ ଭାଇ ନାହାନ୍ତି, ତାପରେ ଜୀବନ ବି ଆସେ ଆପଣମାନେ ଦେଖିଥିବେ, ସିଏ ବି ନାହିଁ। ତ ଯେହେତୁ ଆଉ 2-3 ଜଣ ଟିମ୍ ମେମ୍ବର ଆଜି ଆସିନାହାନ୍ତି, ତ ସେଥିପାଇଁ ଟିକେ ବି ଆଜି ନର୍ଭସ୍ ଲାଗୁଛି ସମସ୍ତଙ୍କୁ। ଯେହେତୁ 4 ଦିନ ହେଲା ଭିଡ଼ିଓ ବନ୍ଦ ବି ହେଇଯାଇଛି, ତ ସେଥିପାଇଁ ତ ଏପଟରେ ଦେଖିଲେ ତ ମୋର ଗୋଟେ ଡାଉଟ୍ ହେଲା କ'ଣ ଜାଣିଛୁ, ସେପଟରେ ଯୋଉ ଆମେ ଟର୍ଚ୍ଚ ମାରି ଦେଖିଲେ ଜୁମ୍ କରିକି ଯୋଉ ଜିନିଷଟା, କ୍ୟାମେରା ବନ୍ଦ କରିବା, ଟୋଟାଲ ପୁରା ପଳେଇବା। ଯେହେତୁ ଆମେ 2 କିଲୋମିଟର ହବ, ପ୍ରାୟ 1.5 କିଲୋମିଟର ପରେ ହବ ଆମେ ଆଇଲୁଣି, ତ ସେଠିକି ଚାଲ ପଳେଇବା, ଦୌଡ଼ିକି ପୁରା ଟୋଟାଲ ସେଠିକି ପଳେଇବା ହେଲା। ଜଲ୍ଦି ଯୋଉଟା ହଣ୍ଟେଡ ଲୋକେସନ, ଆମେ ସେଇ ଲୋକେସନଟା ଭିଜିଟ କରିବାକୁ ଚାହୁଁଛୁ, ସେଥିପାଇଁ କି ଆମେ କ୍ୟାମେରା ବନ୍ଦ କରୁଛୁ, ନା କି ଆମେ ଅନ୍ୟ କୋଉ କାରଣ ପାଇଁ କ୍ୟାମେରା ବନ୍ଦ କରୁଛୁ। କାହିଁକି ନା ଆମେ ଟୋଟାଲ ପଳେଇ ଆସିଛୁ ଏବେ ମାନେ 1.5 କିଲୋମିଟର ଭିତରୁ, 2 କିଲୋମିଟର ପାଖାପାଖି ହେଇଯିବ ହବ। ତ ଆମେ ବର୍ତ୍ତମାନ ପୁଣି ଯାଇକିରି ଆମେ ସେପଟକୁ ଯୋଉଟେ ମାନେ ଆମେ କାହିଁକିନା ଏଭଳିଆ ଯୋଉ ଜାଗା ହେଇଛି, ଆ ଭିତରୁ ବି ଗାଡି ବି ଆଣି ହବ। ରିଙ୍କୁ କ୍ୟାମେରା ବନ୍ଦ କର, ଯୋଉ ଗଛ କତିରୁ ଆମେ ଆଇଥିଲେ ସେଇ ଗଛ କତିକି ଯାଇକିରି, ଗାଇସ୍ ମୁଁ ସେଇ ଗଛ କତିକି ଯାଇ ଆପଣଙ୍କୁ ସେଇ ଗଛ ଦେଖେଇବି, କୁଆଡେ ମୁଁ ଆସିଥିଲି, ତାପରେ କୁଆଡେ ଯିବି ଆପଣଙ୍କୁ ଦେଖେଇବି। କ୍ୟାମେରା ବନ୍ଦ କର। ଗାଇସ୍ ବର୍ତ୍ତମାନ ପାଇଁ ମୁଁ ଆପଣଙ୍କୁ କହିଥିଲି କି ଜାଗାରେ ପହଞ୍ଚି ସାରିଲା ପରେ ମାନେ ଆପଣଙ୍କୁ ଦେଖେଇବି। ତ ବର୍ତ୍ତମାନ ଆମେ ଏଇ ଗଛ ପାଖରେ ଭିଡ଼ିଓ ଷ୍ଟାର୍ଟ କରିଥିଲୁ, ଆମେ ଯାଇଥିଲୁ ସେପଟକୁ, ତ ବର୍ତ୍ତମାନ ଆମେ ଯିବୁ ଏପଟକୁ। ସେପଟେ ବି ଯାହା ଘଟିଲା, ଆମେ ବହୁତ ସମୟ ବହୁତ ବାଟକୁ ଆଇଲୁ, ମାନେ ମୋ ଦେହ ବି କ'ଣ ହେଇଗଲାଣି। ଆମେ ଏପଟକୁ ଯିବା, ବର୍ତ୍ତମାନ ଏପଟକୁ ଯିବା, ଦେଖିବା ଫାଷ୍ଟ ଅଛି ଏପଟରେ ଆକ୍ଚୁଆଲି କ'ଣ ଅଛି। ମାନେ ସେ ଯୋଉ କହୁଥିଲେ ସାଉଣ୍ଡ କରୁଛି, କିଏ ମାନେ ଭୟଙ୍କର ଗୋଡ଼ଉଛି, ମାନେ ଏଭଳିଆ ମାନେ ବିଭିନ୍ନ ଇଏ ହେଇକିନି, ମାନେ ବିଲୁଆ, କୁକୁର, ବିଲେଇ, ଏମିତି ବି ମାନେ ବେଶ ନେଇକିରି ସେ ଗୋଡ଼ଉଛି, ଜାଣିଛ ତ? ତୁ ସେଥିପାଇଁ ସୁ ପିନ୍ଧି ଦେଇଛୁ। ଆରେ ଭାଇ ମୁଁ ସବୁ ବ୍ଲକରେ ସୁ ପିନ୍ଧିକି ଯାଉଛି, ସେଫ୍ଟି। ତମେ ସମସ୍ତଙ୍କୁ କହୁଛି ତମେ କିଏ ପିନ୍ଧୁନି। ବର୍ତ୍ତମାନ ଗାଇସ୍ ଆମେ ଆଜି ପହଞ୍ଚିଗଲୁ କୋଉଠି? ଏପଟକୁ ସେପଟକୁ ପାଖରୁ ଜଘନ୍ୟ ବର୍ତ୍ତମାନ ଆମେ ଆସି ପହଞ୍ଚିଗଲୁ, ଆପଣଙ୍କୁ ଯୋଉ କହୁଥିଲି ଯୋଉଠି କିଛି ସାଉଣ୍ଡ ହଉଛି, କିଏ ଗୋଡ଼ଉଛି, ତ ବର୍ତ୍ତମାନ ଆମେ ସେଇ ଜଙ୍ଗଲରେ ପହଞ୍ଚିଗଲୁ। ତ କେବଳ ନିରୋଳା ଗଛ, ଇଏ କି ଗଛ ସବୁ? ଆମ୍ବ ଗଛ ବି ଅଛି। ଆରେ ଆମ୍ବ ବହୁତ ଭିତରକୁ ଯିବା। ସେ ଗଛକୁ ମାଇଲି ଏଉଠୁ ବାକି ଗୁଡା କଲା
এই ডালটা হালতে দেখবে তো জয় শ্রীরাম। ଲେମ୍ବୁ ଗଛ କୋଉଟା ଲେମ୍ବୁ ଗଛ ଏଇଟା ହେଇ ଏଇଟା ଲେମ୍ବୁ ୟା ଭିତରେ ମାନେ ସେ ଯୋଉ ଲୋକ ମାନେ ଆରେ ଇଏ ତ ଚାଷ ମାନେ କରୁଛନ୍ତି ମାନେ ଭାରି ଜଣଙ୍କର ମାନେ ସେପଟରେ ଦେଖେ ମାନେ ଟୋଟାଲ ଗଛ ତା ସେପଟରେ ଦେଖେ କଣ କହିଲୁ କଦଳୀ ଗଛ ନଡ଼ିଆ ଗଛ ଲେମ୍ବୁ ଗଛ ଆମ୍ବ ଗଛ ସବୁ ଗଛ ଅଛି ତା ଲାଗୁଛି ତ ଏଠି କଣ ପାଇଁ ଏମିତି ଆକ୍ଟିଭିଟି ହଉଛି ଲେମ୍ବୁ ଗଛ ଟିକେ ମାଇଲ ତ କେବେ ଉପରୁ ମାରିବ ଏଠି କଣ ଆକ୍ଟିଭିଟି ହଉଛି ସେ ତ କିଛି ଜଣା ପଡୁନି କଣ ସେ କହୁଥିଲା ସାଉଣ୍ଡ ହଉଛି ଇଏ କଣ ସେପଟଟା ହଁ, ନଉଟା ନା sound ହଉଛି। ସେପଟେ କୋଉଠି ଇଏ ହଉଛି ବୋଧେ ତାର ସାଳ ମାନେ ଏଇଟା ନଈ ତା ସେପଟରେ ହଁ ସେପଟେ ତ ସେ ସେପଟେ ବହୁତ ବାଟ କି ଅଷ୍ଟପ୍ରହରୀ ହେଲେ ରାତିରେ ଇଏ ସେ ହବ। ଅଷ୍ଟପରି ନାମ ସଂକୀର୍ତ୍ତନ ହଉଛି। ଟାଇମଟା ଏଇଟା ଆଉ ସାଉଣ୍ଡ ଶୁଣୁଛୁ ଏଇ ଗଳି ଛାଗି ମାଇଲି ଆଗକୁ ଯିବା। ଜଙ୍ଗଲଟା କିନ୍ତୁ ଭୟଙ୍କର ହେଇଛି ନା ଜଙ୍ଗଲଟା ବାରିବା ଖାଲି ଜଙ୍ଗଲ କଣ ସେଇ ଏ ବାରି ଯୋଉ ଆଉ ବିଲ ଇଏ ପଡିକି କରୁଛନ୍ତି, ରହିଛି ଆଉ ଜଙ୍ଗଲ ସେପଟରେ ଯୋଉ ପୋଡା ପୋଡି ହଉଛନ୍ତି ନଈ ସେପଟେ ଆମେ ଯୋଉ ଗଲୁ କହୁଛନ୍ତି କଦଳୀ ବାଗି ଇଏ ବାଗି ସବୁ ଆମେ ତ ବାଗି ସେଠିକି ସବୁ ମାନେ ଅଛି ଇଏ ଆଉ କରିପାରିଲୁନି ହେଲା ଏ ଭୁଲ କଣ ଇରେ କଣ ଯୋଉଟା ପଛରେ କିଏ ଗୋଟେ ଗଲା ଭଳିଆ ଲାଗିଲା ସେ ଗଛ ହଲୁଛି ଦେଖ ଗଛ ଆରେ ଇଏ କିଏ ଏଇ ଯୋଉଠି କିଏ ଗଲା ଭଳିଆ ଲାଗିଲା ମୋ ପଛରେ କିଏ ହେ ଭଗବାନ ସେ ଗଛ କତିକି ଯାଉଥିବ ତୋର ସେଠି ଗୋଟେ ବର୍ଷା ବି ହେଇଛି ଦେଖି ହଁ। ବର୍ଷା ବି ଗୋଟେ ହେଇଛି କି ବସା ଦେଖ ଦେଖି ଆଡକୁ 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 କଣ ହେଇଛି ଏଠି ଆରେ ହଲେଇଲା କି ଏଇ ଯୋଉଟା ଦେଖୁଛ ରିଙ୍ଗ ଭାଇ ଆରେ ତୋର ହେଲା କଣ କଣ ପଛଟା କିଏ ଦୌଡ଼ିକି ଗଲା ଭଳିଆ ଲାଗିଲା ଗଛରେ ପିଟିଲା ଭଳିଆ ଦୌଡ଼ିକିରି ମତେ ଗଛ ସାଉଣ୍ଡ ଶୁଣିଲା ଏ ଗଛଟା କଣ ଆମ୍ବ ଗଛ ହଁ? ଆମ୍ବ ଗଛ ଏଇ ଆମ୍ବ ଗଛ ହଲେଇଲା ହଁ? ମତେ ଏଠି ଭଲ ଲାଗେ ନା ପଳେଇ ଏଇଟା ଆମ୍ବ ଗଛ ନା ଭଲ ଗଛ ହଁ ବା ସେ ଛାଡୁ ଗଛ ପଛ କତିକି ଯାଆନା ହେ ପ୍ରଭୁ ପୁରା ମାନେ ମୋ ପାଖକୁ ପୁରା ଯେମିତି ସାଇଁକି ଗଲା ଗଛରେ ପିଟି ଆରେ ଏଇ ଭାଇ ରେ ପବନ ଓଇ ଦେଖ ଦେଖ କାଉଛି ଏ ଭାଇ କିଛି ନାହିଁ ଦେଖ ଓ ଓରା ପୁରା ଓରା ସେଠି ଏଇ ଗଛଟା କଣ ମୁଁ ଜୁମ୍ କରିବା ହଁ ଦେଖ ଦେଖା ହଉଛି ଦେଖ ଆଉ ଟିକେ ଟର୍ଚ ଜୁମ୍ କଲୁ ଦେଖ ମୋର କିଏ ବସିଛି କିଏ ବଇଛି ଦେଖ କଦଳୀ ଗଛ ମୂଳରେ ବୋଧେ କଦଳୀ ଗଛ ମୂଳରେ କିଏ ବଇଛି ବା ଦେଖା ହଉଛି ତ ପ୍ରଭୁ ପଳେଇଆ ନାଇଁ ଯିବା ଭିତରକୁ ଯିବା ଆଇଲେ ଜାଗା ମୁଣ୍ଡକୁ ପଳେଇବା ମାନେ ଗଛ କିଏ ହଲିଲା ମୋର ଡାଉଟ ଗଛ ତୋର ମୁଁ କହୁଛି କିଛି ବୁଧନ ଇଏ କଣ ଧରି ପଡୁଛି କଣ ହେଲା କଣ ଇରେ ମତେ ତମେ ପେଲ ବେଲି ମୁଁ ଧରି ପଳେଇ ଆଇଲି କଣ ହେଲା ଭାଇ ମୁଁ ଏଠି ରହିବିନି ଭାରି ଡର ମାଇଲା ହାଁ? ମୁଁ ଆରେ ଠିଆ ହେଇଛି ତମେ କଣ ଦୌଡ଼ି ପଳେଇ ଯାଉଛ ମୁଁ କିଛି ଇଏ ବୁଝିପାରୁନି ବା ମୋ ଟିକେ ପିଟିଲା ମୁଁ ତ ଆରେ ରହୁନୁ ଆରେ ବୁଧନ ଶୁଣେ ବୁଧନ ଇଏ ମତେ ଛାଡି କୁଆଡେ ଯାଉଛ କଣ କଣ ଦୌଡ଼ି କଣ ପକେଇ ଯାଉଛୁ ନା ନା ବୁବୁନି କଣ ଏମିତି ପୁଗୁନି କଣ ହଉଛୁ ଆରେ ରହୁନୁ ଆରେ କୁଆଡେ ଯାଉଛୁ କଣ ଛାଡିବ ତୁ ମତେ ଭଲ କଣ ଭଲ ଲାଗୁନି ଆରେ ରହ ଟିକେ। କଣ ହେଲା କଣ ଆରେ ରହ ଟିକେ ଆରେ ଏଟା ସେମିତି ବାୟାଙ୍କ କଣ ଭଳିଆ କଣ ହଉଛି ଆରେ ହେଲା କଣ ଦେଖିପାରିଲା କଣ ଦେଖି କଣ ଦେଖିବୁ ତୁ ମୁଁ ଏଠି ରହିବିନି କଣ ଦେଖିଲୁ କଣ କହୁନୁ ଏଟା ଧଉଡୁଛୁ କଣ ପାଗଳ ଭଳିଆ ଗଛ ମୂଳେ କିଏ ବଇଛି କୋଉ ଗଛ ମୂଳେ ଆରେ ରହ ସେ ଏମିତି କାଇଁ ହଉଛି ବେ ମାନେ ସିଏ ପଛରେ ଅଛି ଧଉଡୁଛୁ କଣ ଆରେ ଏମିତି କଣ ହଉଛି ଗଛ ମୂଳେ କିଏ ବଇଛି କୋଉ ଗଛ ମୂଳେ ସେ ଗଛ ହାଁ? ସେ ଗଛ ଆସୁନୁ ଯିବା ଦେଖିବା କିଏ ବଇଛି ନା ଆରେ ଏଟା ଏମିତି କଣ ହଉଛି ବୁକୁନି ତ ଧରୁନୁ ମାନେ କଣ ଗଛ ମୂଳେ ବଇଛି ମୁଁ ଯାଉଛି କିଏ ବଇଛି କିଏ ଗଛ ମୂଳେ କୋଉ ଗଛ ମୂଳେ ମୁଁ କୁଆଡେ ଯିବି କୋଉ ଗଛ ମୂଳେ କିଏ ବଇଛି ସେଇ ଗଛ ମୂଳେ କୋଉଠି କହିଲୁ ସେଇ ଗଛ ମୂଳେ ର ଠିଆ ଆଜି ଠିଆ ହେଲୁ କଣ କଣ ଦେଖିଥିଲେ କଣ ନା କଣ ସେ ଗଛ ମୂଳେ ବଇଛି। ଆରେ ଲାଇଟ୍ ଟା କୋଉଟା ଜଳୁଛି ସେପଟେ ରିକୁ ହଁ ତ ମୁଁ ଚାହୁଁଛି ଆଡକୁ ଆସୁନା ତାକୁ ଧରି ତାକୁ ବସେଇଲି ଏ ବସୁନ ଏଠି ଯିବା ସାଙ୍ଗ ହେଇ ଯିବା ବୁଝନ ଏମିତି କଣ ହଉଛି ହବନି ଚାଲ ହାଁ? ଚାଲ ମୁଁ କହୁଛି ଚାଲ ଆଉ ତାକୁ ଧରିକି ଯା ଏଇ ମତେ ଛାଡି କୁଆଡେ ଯାଉଛ ବେ? ଆରେ ଇଏ କଣ
ପାଗଳ ଭଳିଆ କଣ ହଉ କୋଉଠି ବଇଛୁ ତମେ ଏ ଦୌଡ଼ା ଦୌଡ଼ି ହେଇ ପଳେଇବ ନା ମୁଁ ଖାଉଛୁ କୋଉଠି ବଇଛୁ କଣ ଆରେ ଶୁଣୁନ କଥାଟା ବୁଝୁନ ଧବ ନା ସେ ପୁଣି ସାର୍ ବୁଝୁନ ତାକୁ ଧବ ବେଶୀ କଣ ହଉଛି କଣ ଏମିତି ଧବି ତାକୁ ପୁପୁନ ତାକୁ ଧରୁନୁ ଖରା ଦେଲେ ସିନା ଧରିବୁ ଗଛମୂଳକୁ ପୁଣି ଆଣୁଛି ପୁଣି ଆଗେ କଣ ହଉଛି ଏପଟେ କିଏ ସେପଟେ କିଏ କଣ ଧରୁଛୁ କଣ ପାଇଁ ଧରୁଛୁ କଣ ପାଇଁ ଏଇଠି ବଇ ରହ ବାବା ଛାତି କଣ ହେଇଗଲା ତୁ ପୁଣି କାଇଁ ଟାଣୁଛୁ ଆରେ ଧୌଡେଇକିରି କୁଆଡେ ସେରେ କୁଆଡେ ଆମେ ଅଛୁ ଆରେ କଣ ତୁ ଆଡୁ ପାଗଳ ଟା ନବ ତା ଧରିଲୁ କହ ପାଟି କନା କୋଉଠି ଚାଲି ଦେଖିଆ କୋଉଠି ବଇଛ ଦେଖି ରେକୁ ଫେଲଥିଲା ବେଳେ ରେକୁ ମୋ ଦେହ କଣ କଥାଟା ଶୁଣୁ କେହି ନାହିଁ କଣ କେହି ନାହିଁ ଆରେ ଏଠି କେହି ନାହାନ୍ତି ଆମେ ଜାଣିଯିବା କଣ ତୁ କଣ ରିକୁ ଯୋଉ ପେଲିଲା କିଏ ପେଲିଲା ତତେ ସେଠି ହାଁ କିଏ ସୁଦନ ଟିକେ ରହ ରହ ଟିକେ ତୁ ଆରେ ଇଏ କଣ ଖାଲି ଏପଟ ସେପଟ ଖାଲି ଧରୁଛି ମୋ ଦେହ କଣ ପଛରେ ଛାଉଛୁ ପଛରେ ଛାଉଛୁ ବୁଝୁନ ଆରେ ବୁଧନ ପଛେ କିଏ ଅଛି ଭୟାନକ ସାଉଣ୍ଡ ଶୁଣିଛୁ ସାଉଣ୍ଡ ଶୁଣିଛୁ ଏମିତି କଣ ହଉଛି ବ୍ୟାଗରୁ ପାଣି ଆଣେ ପାଣି ଆରେ ମୋ ଦେହ କଣ ହେଇଯାଉଛି ଆରେ ଗାଇସ୍ ବର୍ତ୍ତମାନ ଆମେ ଆସି ସେ ଗଛ ମୂଳେ ପୁଣି ପହଞ୍ଚିଲୁ ପାଣି ଆରେ ବ୍ୟାଗରେ ଅଛି ବୋତଲ ପାଣି ଆଣେ ଏଇଟା ବ୍ୟାଗରେ ଥିଲା ପିଉରୁ ଆରେ ପାଣିଟା ପିଉନୁ ପାଣିଟା ବି ରହ ତମେ ଧୌଡିକି ଆଇଲ ପୁପୁନୁ ଆରେ ଭାଇ ବସ ରେ ତୁ ସେଇ ଗଛ ପାଖରେ ବସ ସେ କଣ କହୁଛି ଆମେ ଥିଲୁ ଆମେ ଦେଖିପାରିଲୁନି ତୁ ଦେଖିଲୁ ବିଶ୍ୱାସ କର ପୁପୁନୁ ଭାଇ ମୋ ପଛରେ ତ ଗଲାନି କିଏ ଓଟା ସେଇପଟେ ଦୌଡ଼ିକି ମାନେ ମୁଁ ତ ସେଠୁ ଡରିଥିଲି ଇଏ ତମର ଧୌଡିଲା ଗୋଡେଇଲ ମୁଁ ତ କହିଲି ପୁପୁନ ତାକୁ ଧମ ପଛରେ ଆଇଲି ମୋ ପଛରେ ଖାଲି ଭଁ ଭଁ ସାଉଣ୍ଡ କରି ମତେ ଗୋଡେଇ ବିଶ୍ୱାସ କର ହେ ପ୍ରଭୁ ବିଶ୍ୱାସ କର ପୁପୁନ ମାନେ ମୋ ପଛରେ ମାନେ ଏତେ ଜୋର ସାଉଣ୍ଡ କରିକି ଗୋଡେଇଲା ମାନେ କେମିତି ଧୌଡିଛି ଦେଖୁଛୁ ମୋ ଦେହ କଣ ହେଇଗଲାଣି ତୁ ଏନେ ଘର ଯାଇ କେଞ୍ଜିଆ କରି ସେପଟରେ ଗଲୁ କିଛି ନାହିଁ ଏପଟରେ ଯାଇଛୁ ମାନେ ଖାଲି ଖଡକିନି କଲା ଆକୁ ଯୋଉ ପଛରୁ ପେଲିଲା ତାପରେ ଏ କହୁଛି ମତେ ଗୋଡଉଛି ମାନେ ତତେ କଣ ତ ପଛରୁ କିଏ ଗୋଡେଇଲା ନା କଣ ତମର କଣ ହେଲା ମୋ କହିବା ତ ଆମେ କଥା ଯେ ମୁଁ ପଛରେ ଅଛି ପଛଟା କିଏ ଘଷି ପିଟି ଜୋର ଗଲା ଗଛରେ ତୁ ପିଟି ହେଇଛୁ ନା କିଏ ସିଏ ପିଟି ହେଇଛି ଗଛରେ କିଏ ମୁଁ ପୁରା ମୋ ଠିକ ତ ବାଗେଇ ହେଇଗଲା ମୁଁ ପୁରା ଦୌଡିଛି ଗଛ ଯୋଉ ହଲିଲା ମତେ ସେଇଟା ମୁଁ ପଛ ହଠାତ୍ ଅନେଇଲା ଲିଙ୍କୁଆଇ ଭଳିଆ ଧକ୍କା ମାଇଲା ଭଳିଆ କିଏ ଆଇଲା ଲିଙ୍କୁଆଇ ଧକ୍କା ମାଇଲେ ଯେମିତି ପଡି ଜାଣିছে ସେମିତି ପଡିଲା କଣ ଚୁଲି ଫୁଲି ଅଛି ବ୍ଲଗ ଡିଏନ୍ କର ହେଲା ମୋ ଦେହ ସେ ଫାଷ୍ଟ ତ ଦୌଡ଼ି ପଳେଇଲା ମୁଁ ପଛରେ ବ୍ଲଗ ବନ୍ଦ କରିବା ତ ଗାଇସ୍ ବର୍ତ୍ତମାନ ପାଇଁ ଦେଖିଲେ ତ ଆମେ ସେପଟକୁ ଯାଇଥିଲୁ ମାନେ ଏତେ କିଛି ସେମିତି ମାନେ ସାଉଣ୍ଡ ଖାଲି ଯାହା ସେପଟେ ହେଇଥିଲା ଆପଣଙ୍କୁ ମୁଁ ଦେଖେଇଥିଲି ଯାହା ବି ସେପଟେ ହେଇଥିଲା ତ ଏପଟରେ ଆମେ ଗଲୁ ମୁଁ ଭାବିଥିଲି ସେ ମାନେ
ଯୋଉ ତାଙ୍କର ବାଡ଼ିଟା ସେଟା କହିବାକୁ ଗଲେ ଚଳେ ସବୁ ହିଁ ମାନେ ଫଳ ମାନେ ଆମ୍ବ ଗଛ ଲେମ୍ବୁ ଗଛ ସବୁ ଗଛ ମୁଁ ଭାବିଥିଲି ସେଠି କିଛି ସେମିତି ଆକ୍ଟିଭିଟି ନାହିଁ ତ ସେମିତି ବି କିଛି ଆମକୁ ଦେଖା ବି ଦେଇନି କିନ୍ତୁ ସେ ଗଛ ହଲିଲା ଆପଣ ମାନେ ଦେଖିଥିବେ କ୍ୟାମେରାରେ ସେ ଗଛ ହଲିଲା କାହିଁକିନା ଆଜି ଟୋଟାଲ ଆମେ 4 ଜଣ ହିଁ ଆଇଛୁ ରିଙ୍କୁ ବୁଧନ ପୁପୁନ ମୁଁ ଟୋଟାଲ ଆମେ 4 ଜଣ ସେ ଗଛ ହଲିଲା ସେଠୁ ଆମେ ଡରିଥିଲୁ ଇଏ କହୁଛି ଆକୁ କିଏଟା ଗୋଡ଼ଉଛି ତାପରେ ଆ ପଛରେ ଆମେ ଗୋଡ଼େଇଲା ପରେ ମାନେ ମତେ ସେଠି ଗୋଟେ କେମିତି ଭଁ ଭଁ ସାଉଣ୍ଡ କରି ମୋ ପଛରୁ କିଏ ଗୋଡ଼େଇଲା ମୋ ମାନେ ବିଦ୍ୟାରାୟଣ ଭାଇ କହୁଛି ମୋ ପଛରୁ ମାନେ ଭଁ ଭଁ ସାଉଣ୍ଡ କରି ଗୋଡ଼େଇଲା ମୁଁ ଏକା ନିଶ୍ୱାସରେ ଆଇଛି ମାନେ ମୋ ଦେହ କ'ଣ ହେଇଗଲାଣି ତ ଜଷ୍ଟ ଆମେ ଏଠି 5 ମିନିଟ୍ ବସିବୁ ତ ବସିଲା ପରେ ଆମେ ଯିବୁ ଏ ଜାଗା ଟୋଟାଲ ଆମକୁ ସେଫ୍ଟି ଲାଗୁନି ତ ବୁଧନକୁ ନେଇକି ତମେ ଚାଲ ମୁଁ ଟିକେ 2 ମିନିଟ୍ ଆମେ ରିଙ୍କୁର ମୋର ରେଷ୍ଟ କରି ଯାଉଛୁ ତୁ ବୁଧନକୁ ନେଇ ପଳେଇବୁ ଗୋଟେ ଗାଡ଼ିରେ ବାଇକ୍ରେ ଆମେ ରିଙ୍କୁର ମୋର ଯିବୁ ହେଲା ତ ଗାଇସ୍ ବର୍ତ୍ତମାନ ମୁଁ ବ୍ଲଗ୍ ଏଠି ଏଣ୍ଡ କରୁଛି ତ ଆପଣ ଏ ବ୍ଲଗ୍ରେ କ'ଣ ଦେଖିଲେ ନିଶ୍ଚିନ୍ତ କମେଣ୍ଟ କରିବେ ଏ ବ୍ଲଗ୍ଟା ଆପଣଙ୍କୁ କେମିତି ଲାଗିଲା ତ ନେକ୍ସଟ ଆମେ ତ ଏତେ କିଛି ସେଇ ଜାଗାରେ ଆମେ କିଛି କ୍ୟାମେରାରେ ଦେଖି ପାରିନି ସେ ଜାଗାରେ ଆମେ କିଛି ବି କ୍ୟାମେରା ଦେଖେଇ ପାରୁନୁ କାରଣ ଯେହେତୁ ଇଏ ଦୌଡ଼ିଲା ତ ଆମେ ସେଟା କିଛି ଦେଖେଇ ପାରିଲୁନି ସେପଟରେ ଯୋଉ ଦେଖା ଯାଉଥିଲା ସେପଟରେ ତ ପୁରା କିଏ ଗୋଟେ ବଇଛି ସେପଟେ କିଏ ଗୋଟେ ବସିଥିଲା ନଈ ସେପଟେ ତ ସେଠି ଗଲା ବେଳେ ନଈ ସେପଟରେ ଆମେ ଯାଇପାରିଲୁନି ନଈ ସେପଟରେ ସେ ଗଛ ମୂଳେ କିଏ ଗୋଟେ ବସିଛି ଆପଣ ଟୋଟାଲ ସେ ଭିଡ଼ିଓ ମାନେ ସ୍ଲୋ ମୋସନ କରି ଦେଖିବେ ଟୋଟାଲ କିଏ ଗୋଟେ ବସିଛି ସେ ଭିଡ଼ିଓ ମାନେ ସେ କ୍ଲିପ୍ରେ ତ ବର୍ତ୍ତମାନ ଗାଇସ୍ ମୁଁ ଏଠି ଭିଡ଼ିଓ ଏଣ୍ଡ କରୁଛି ତ ଆଉ ବି ମାନେ ଆମର ପେସେନ୍ସ ନାହିଁ ତ ଆଜିର ବ୍ଲଗ୍ ମୁଁ ଏଠି ଏଣ୍ଡ କରୁଛି ତ ବର୍ତ୍ତମାନ ଆମେ ଯିବୁ ଘରକୁ ବାହାରିଲୁଣୁ ତାକୁ ନେଇକିରି ବି ଯିବାକୁ ପଡ଼ିବ ମାନେ ମୁଁ ବି ଆଉ ମାନେ ମୋ ଗୋଡ଼ ହାତ ପୁରା ବିନ୍ଧିଲାଣି ତାକୁ ଦେଖେ ତାର ଅବସ୍ଥା କ'ଣ ହେଲାଣି ବୁଝ ନା ସେ ଦେହ ଦୌଡ଼ିକି ଆଇ ତ ବର୍ତ୍ତମାନ ଗାଇସ୍ ଏ ବ୍ଲଗ୍ ଟା ମୁଁ ଏଣ୍ଡ କରୁଛି ଯେହେତୁ ବୁଧନର ଅବସ୍ଥା ବର୍ତ୍ତମାନ ଆମେ ଘରକୁ ଯିବୁ ତ ପୁଣି ଆପଣଙ୍କ ସହିତ ଦେଖା ହେବ ଆଉ ଗୋଟେ ନେକ୍ସଟ 100 ବ୍ଲଗ୍ରେ